ଆଫଗାନିସ୍ତାନ ବିରୁଦ୍ଧରେ ୱାନ୍ଡେ ସିଲେକ୍ସନ୍ ସହିତ 5 ଜଣ ଖେଳାଳିଙ୍କ କ୍ୟାରିୟର ହୋଇଗଲା ଶେଷ। ୱାନ୍ଡେ କ୍ରିକେଟ ସହିତ ଚିରଦିନ ପାଇଁ ଟିମ୍ ଇଣ୍ଡିଆରୁ ହେଲା ବିଦାୟ। କେହି ବ୍ୟାଟ୍ରେ ମଚାଇଥିଲେ ତାଣ୍ଡବ ତ ଆଉ କେହି ବଲ୍ରେ ସୃଷ୍ଟି କରିଥିଲେ ହାହାକାର। ତଥାପି ରେକର୍ଡ ଉପରେ ରେକର୍ଡ ବନାଉଥିବା ଏହି ଧାକଡ଼ ଖେଳାଳିମାନଙ୍କ ୱାନ୍ଡେ କ୍ୟାରିୟର ହୋଇଗଲା ବର୍ବାଦ। ଆଉ କେବେ ମିଳିବ ନାହିଁ ଟିମ୍ରେ ସୁଯୋଗ। ବଞ୍ଚିଛି କେବଳ ସନ୍ନ୍ୟାସର ରାସ୍ତା। 2 ଜଣ ଓପନର, ଜଣେ ୱିକେଟ କିପର, ଜଣେ ଫିନିସର ଏବଂ ଜଣେ ବୋଲର ସମେତ 5 ଜଣ ଖେଳାଳିଙ୍କ ପାଇଁ ଚିରଦିନ ପାଇଁ ଟିମ୍ ଇଣ୍ଡିଆର ଦ୍ୱାର ବନ୍ଦ ହୋଇଯାଇଛି। ତେବେ ଚାଲନ୍ତୁ ଜାଣିବା କିଏ ଏହି 5 ଜଣ ଖେଳାଳି। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ତେବେ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ତେବେ ପ୍ରଥମରେ ଆଫଗାନିସ୍ତାନ ବିରୁଦ୍ଧରେ ହେବାକୁ ଥିବା 3 ମ୍ୟାଚର ୱାନ୍ଡେ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଯାଇଛି। ଏହା ସହିତ ଭାରତର 5 ଜଣ ଏପରି କ୍ରିକେଟର ଅଛନ୍ତି ଯାହାଙ୍କ ୱାନ୍ଡେ ଇଣ୍ଟରନ୍ୟାସନାଲ କ୍ୟାରିୟର ପ୍ରାୟ ଶେଷ ହୋଇଯାଇଛି ଏବଂ ସେମାନଙ୍କ ପାଇଁ ଭାରତୀୟ ଓଡିଆଇ ଟିମ୍ର ଦ୍ୱାର ପ୍ରାୟ ବନ୍ଦ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେମାନେ ସନ୍ନ୍ୟାସ ଘୋଷଣା କରିନାହାନ୍ତି। ଜଣାଇ ଦେଉଛି ଯେ ଟିମ୍ ଇଣ୍ଡିଆର ସିଲେକ୍ସନ ହେବା ଯେତିକି କଷ୍ଟ ବୋଲି ଧରାଯାଏ ତାଠାରୁ ଅନେକ ଗୁଣ ଅଧିକ କଷ୍ଟ ହେଉଛି ନିଜକୁ ଟିମ୍ ଇଣ୍ଡିଆରେ ଧରି ରଖିବା। କାରଣ ଟିମ୍ ବାହାରେ ମଧ୍ୟ ଅନେକ ଏପରି ଖେଳାଳି ଅଛନ୍ତି ଯେଉଁମାନେ ନିଜ ଉତ୍କୃଷ୍ଟ ପ୍ରଦର୍ଶନ ବଳରେ କଡ଼ା ପ୍ରତିଯୋଗିତା ଦେଖାଉଛନ୍ତି। ଆସନ୍ତୁ ନଜର ପକାଇବା ସେହି 5 ଜଣ ଖେଳାଳିଙ୍କ ଉପରେ ଯାହାର ଓଡିଆଇ କ୍ୟାରିୟର ପ୍ରାୟ ଶେଷ ହୋଇଯାଇଛି। କିନ୍ତୁ ତା ପୂର୍ବରୁ ଯଦି ଆପଣ ଟିମ୍ ଇଣ୍ଡିଆର ପକ୍କା ଫ୍ୟାନ୍ ଅଟନ୍ତି ତେବେ ଭିଡିଓଟିକୁ ଲାଇକ୍ କରି ସେୟାର ନିଶ୍ଚୟ କରନ୍ତୁ। ପ୍ରଥମ ଖେଳାଳିଙ୍କ କଥା କହିଲେ ଭାରତର ଷ୍ଟାର ସୁଇଂ ଫାଷ୍ଟ ବୋଲର ଭୁବନେଶ୍ୱର କୁମାରଙ୍କ ୱାନ୍ଡେ ଇଣ୍ଟରନ୍ୟାସନାଲ କ୍ୟାରିୟର ପ୍ରାୟ ଶେଷ ହୋଇଯାଇଛି ଏବଂ ଭାରତ ୱାନ୍ଡେ ଟିମ୍ରେ ସେମାନଙ୍କ ଏଣ୍ଟ୍ରି ଅସମ୍ଭବ ପ୍ରାୟ। ଭୁବନେଶ୍ୱର କୁମାର ନୂଆ ବଲ୍ରେ ଯେତିକି ପ୍ରଭାବଶାଳୀ ଥିଲେ ପୁରୁଣା ବଲ୍ରେ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ଆଉଟ୍ କରିବାର ମଧ୍ୟ ମାହିର ଥିଲେ। ଭୁବନେଶ୍ୱର କୁମାର ଭାରତ ପକ୍ଷରୁ ଶେଷ ୱାନ୍ଡେ ଇଣ୍ଟରନ୍ୟାସନାଲ ମ୍ୟାଚ୍ 21 ଜାନୁଆରୀ 2022 ମସିହାରେ ଆଫ୍ରିକା ବିରୁଦ୍ଧରେ ଖେଳିଥିଲେ। ଏହାପରେ ଭୁବନେଶ୍ୱର କୁମାରଙ୍କୁ ଭାରତ ଓଡିଆଇ ଟିମ୍ରେ ଆଉ ସୁଯୋଗ ମିଳିନଥିଲା। 36 ବର୍ଷ ବୟସ୍କ ଭୁବନେଶ୍ୱର କୁମାରଙ୍କୁ ଏବେ ଭାରତ ୱାନ୍ଡେ ଟିମ୍ରେ ପୁଣି ସୁଯୋଗ ମିଳିବା ପ୍ରାୟ ଅସମ୍ଭବ ଲାଗିଛି। ଭୁବନେଶ୍ୱର କୁମାର ଭାରତ ପାଇଁ 121ଟି ୱାନ୍ଡେ ମ୍ୟାଚ୍ରେ 141ଟି ୱିକେଟ୍ ନେଇଛନ୍ତି। ଭୁବନେଶ୍ୱର କୁମାରଙ୍କୁ ୱାନ୍ଡେ ଇଣ୍ଟରନ୍ୟାସନାଲ କ୍ୟାରିୟରର ଏବେ ପ୍ରାୟ ଶେଷ ହୋଇଯାଇଛି କାରଣ ଏତେ ଭଲ ଫର୍ମ ସତ୍ତ୍ୱେ ସେମାନଙ୍କୁ ଅଣଦେଖା କରାଯାଇଛି। ତେଣୁ ଧରି ନିଅନ୍ତୁ ଯେ ଭୁବନେଶ୍ୱର କୁମାରଙ୍କୁ ୱାନ୍ଡେ କ୍ୟାରିୟରର ଟିମ୍ ଇଣ୍ଡିଆ ପାଇଁ ଶେଷ ହୋଇଯାଇଛି। ସେହିପରି ଦ୍ୱିତୀୟ ଖେଳାଳିଙ୍କ କଥା କହିଲେ ଭାରତର 35 ବର୍ଷ ବୟସ୍କ ଫାଷ୍ଟ ବୋଲର ମହମ୍ମଦ ସାମିଙ୍କୁ ମଧ୍ୟ ଏବେ ୱାନ୍ଡେ ଟିମ୍ରେ ସୁଯୋଗ ମିଳିବା ଅସମ୍ଭବ ପ୍ରାୟ। ମହମ୍ମଦ ସାମି ଶେଷ ୱାନ୍ଡେ ମ୍ୟାଚ୍ 9 ମାର୍ଚ୍ଚ 2025 ମସିହାରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 ଫାଇନାଲ ବେଳେ ଖେଳିଥିଲେ। ମହମ୍ମଦ ସାମି ଇଣ୍ଟରନ୍ୟାସନାଲ କ୍ରିକେଟରେ ମୋଟ 462ଟି ୱିକେଟ୍ ନେଇଛନ୍ତି। ଯଦିଓ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର ଓ ଚିଫ୍ ସିଲେକ୍ଟର ଅଜିତ ଅଗରକର ନିଜ ଜିଦ୍ରେ ମହମ୍ମଦ ସାମିଙ୍କୁ ଭାରତ ୱାନ୍ଡେ ଟିମ୍ରେ ଏଣ୍ଟ୍ରି ସୁଯୋଗ ଦେଉନାହାନ୍ତି। ମହମ୍ମଦ ସାମିଙ୍କ ୱାନ୍ଡେ କ୍ୟାରିୟର ଏବେ ଶେଷ ବୋଲି ଧରାଯାଉଛି। ମହମ୍ମଦ ସାମି ୱାର୍ଲଡ କପ୍ 2023ରେ ସର୍ବାଧିକ ୱିକେଟ୍ ନେଇଥିଲେ ଏବଂ ଭାରତକୁ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇବାର ବଡ଼ ଭୂମିକା ନିଭାଇଥିଲେ। ଏପରି ସ୍ଥିତିରେ ମହମ୍ମଦ ସାମିଙ୍କ ପାଇଁ ଟିମ୍ ଇଣ୍ଡିଆର ଦ୍ୱାର ବନ୍ଦ ହୋଇଯାଇଛି। ତାଙ୍କ କ୍ୟାରିୟର ଏବେ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ତେବେ ତୃତୀୟ ଖେଳାଳିଙ୍କ କଥା କହିଲେ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ୱାନ୍ଡେ ଟିମ୍ରୁ ବାହାରର ରାସ୍ତା ଦେଖାଇ ଦିଆଯାଇଛି। ଏହା ପଛର କାରଣ ହେଉଛି ତାଙ୍କର ଖରାପ ପ୍ରଦର୍ଶନ ଏବଂ ଚୟନକର୍ତ୍ତାମାନଙ୍କ ଦ୍ୱାରା ଏକ ନୂଆ ଦିଗ ଅବଲମ୍ବନ କରିବା ନିଷ୍ପତ୍ତି କାରଣରୁ ଆଫଗାନିସ୍ତାନ ବିରୁଦ୍ଧରେ ୱାନ୍ଡେ ସିରିଜ ସ୍କ୍ୱାଡରୁ ସେମାନଙ୍କୁ ଡ୍ରପ୍ କରାଯାଇଛି। ପନ୍ତଙ୍କ ସ୍ଥାନରେ କେଏଲ୍ ରାହୁଲ ଓ ଇଶାନ କିଶନଙ୍କୁ ୱିକେଟ କିପର ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ଜଣାଇ ଦେଉ ଯେ ରିଷଭ ପନ୍ତଙ୍କ ବ୍ୟାଟିଂରେ ଜଙ୍ଗ ଲାଗିଯାଇଛି। ଏହାପରେ ସେମାନଙ୍କୁ ୱାନ୍ଡେ ଟିମ୍ରୁ ବାହାର ରାସ୍ତା ଦେଖାଇ ଦିଆଯାଇଛି। ଏବେ ଟିମ୍ ଇଣ୍ଡିଆର ତାଙ୍କର ରିଏଣ୍ଟ୍ରି ପ୍ରାୟ ଅସମ୍ଭବ ଲାଗୁଛି କାରଣ ଟିମ୍ ଇଣ୍ଡିଆର ପ୍ରଥମରୁ ହିଁ ଜଣକ ଠାରୁ ଆଉ ଜଣେ ଖେଳାଳିଙ୍କ ଭିଡ଼ ଅଛି। ଏପରି ସ୍ଥିତିରେ ରିଷଭ ପନ୍ତଙ୍କ ୱାନ୍ଡେ କ୍ୟାରିୟର ମଧ୍ୟ ଶେଷ ହୋଇଯାଇଛି। ଭାରତ ୱାନ୍ଡେ ଇଣ୍ଟରନ୍ୟାସନାଲ ଟିମ୍ରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ବିଦାୟ 3 ବର୍ଷ ଆଗରୁ ହୋଇଯାଇଥିଲା। ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଶେଷ ୱାନ୍ଡେ ଇଣ୍ଟରନ୍ୟାସନାଲ ମ୍ୟାଚ୍ 19 ନଭେମ୍ବର 2024ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ 2023 ୱାର୍ଲଡ କପ୍ ଫାଇନାଲ ସମୟରେ ଖେଳିଥିଲେ। ଏହାପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତ ୱାନ୍ଡେ ଟିମ୍ରୁ ବାହାର ରାସ୍ତା ଦେଖାଇ ଦିଆଯାଇଛି। 35 ବର୍ଷ ବୟସ୍କ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତର ୱାନ୍ଡେ ଟିମ୍ରେ ପୁଣି ସୁଯୋଗ ମିଳିବା ଅସମ୍ଭବ ଜଣାପଡ଼ୁଛି। ସୂର୍ଯ୍ୟକୁମାର ଯାଦବଙ୍କ ୱାନ୍ଡେ କ୍ୟାରିୟର ଏବେ ଶେଷ ବୋଲି ଧରାଯାଉଛି। ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ୱାନ୍ଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ 773 ରନ୍ ବନାଇଛନ୍ତି। ସୂର୍ଯ୍ୟକୁମାର ଯାଦବ ଲଗାତାର ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି। ଜଣା ନାହିଁ ସେମାନଙ୍କ ବ୍ୟାଟ୍ରେ କେଉଁ ଜଙ୍ଗ ଲାଗିଯାଇଛି।
T20 वर्ल्ड कप ठारू ही सूर्यकुमार यादव बैट बिल्कुल शांत हो जाइछि। एहा परे तांकर वनडे टीम रो स्थायी विदाय हो जाइछि। एपरि स्थिति रे सूर्यकुमार यादव वनडे कैरियर मध्य शेष हो जाइछि। सेहीपरि रिंकू सिंह भारतीय टीम रे नंबर 1 फिनिशर बैट्समैन भाबे गणा हेउथिले, किंतु रिंकू सिंह कैरियर एबे धीरे धीरे शेष होबाकू लागिछि। से शेष वनडे मैच 2024 रे खेलिथिले। यापरे तांकू वनडे टीम रु बाहर रास्ता देखाई दिया जाइतिला। एबे रिंकू सिंह वनडे कैरियर रो धीरे धीरे अंतिम पाहाच को जाउछंती, कारण रिंकू सिंह बैट संपूर्ण शांत हो जाइछि। एबे रिंकू सिंह को पाई टीम इंडिया रो द्वार प्राय बंद हो जाइछि। ए परिस्थिति रे धरि नियंतु जे रिंकू सिंह को वनडे कैरियर संपूर्ण बर्बाद हो जाइछि। ते फ्रेंड्स एही सही 5 जण खेलाड़ी जहां को वनडे कैरियर शेष हो जाइछि। बंधुगण आपण मानको कोन लागुछि एमानक भितरु कहार पुणी री एंट्री होई परिबो? कमेंट माध्यम रे निश्चित जणातु। पुणी देखा आ गुटिए शानदार वीडियो रे। जय हिंद, जय भारत।